ଗୋଟେ ଚାହା ଦୋକାନରେ ଜଣେ ବୟସ୍କ ସିନିୟର ସିଟିଜେନ ଜଣେ ବସିକି ଚାହା ପିଉଥିଲେ। ତାଙ୍କ ସାଇଡରେ ଜଣେ ବସିକି ତାଙ୍କୁ ପ୍ରଶ୍ନ କରୁଥାନ୍ତି ଆମରି ହିନ୍ଦୁ ଧର୍ମକୁ ନେଇକି, ଯେ ଅନ୍ୟ ଧର୍ମରେ ତ 12-15 ଛୁଆ ଜନ୍ମ କରୁଛନ୍ତି, ଆମ ଧର୍ମରେ କଣ ପାଇଁ 1ରୁ 2, 2ରୁ ଅଧିକ ଜନ୍ମ କରୁନାହାନ୍ତି? ସରକାର ଏସବୁ ନିୟମ କରୁଛି, ଆମ ହିନ୍ଦୁ ବି ପାଳନ କରୁଛନ୍ତି, ତାର କାରଣ କଣ? ସେ ସିନିୟର ସିଟିଜେନ ଜଣେ ଏତେ ବଢିଆ ଉତ୍ତର ଦେଲେ ଯୋଉଟା କି ମତେ ହୃଦୟକୁ ଛୁଇଁଲା, ମତେ ବହୁତ ଭଲ ଲାଗିଲା, ଯାହା ପାଇଁ ମୁଁ ଏ ଭିଡିଓଟି କଲି। ଆପଣ ଜାଣନ୍ତି ସେ ସିନିୟର ସିଟିଜେନ ମହାଶୟ, ତାଙ୍କୁ ମୁଁ ଏଇଠୁ ଦଣ୍ଡବତ କରୁଛି। ସେ କଣ ଉତ୍ତର ଦେଲେ? ସେ କହିଲେ ଅନ୍ୟ ଧର୍ମର ଲୋକମାନେ ସମ୍ପର୍କର ମୂଲ୍ୟ ବୁଝନ୍ତି, ସେମାନେ ନିଜ ଭିତରେ ସବୁ ଗୋଟେ ଭଲ ସେମାନଙ୍କର ଅଣ୍ଡରଷ୍ଟାଣ୍ଡିଂ ରହେ, ସେମାନେ ଭାବନ୍ତି ଇଏ ମୋର ଆପଣାର, ସେମାନେ ସମ୍ପର୍କର ମୂଲ୍ୟ ବୁଝନ୍ତି। କିନ୍ତୁ ଆମ ହିନ୍ଦୁ ଧର୍ମର ଲୋକମାନେ 1ରୁ 2 ହେଲା ମାନେ ଜାଗା ବାଡି ପାଇଁ ନିଜ ଭିତରେ ହଣାକଟା ଲାଗନ୍ତି, ସମ୍ପର୍କକୁ ନେଇକି ନିଜ ଭିତରେ ଗର୍ବ ଅହଙ୍କାର ପାଇଁ ମାଡ ଫୁଦାରି ଲାଗନ୍ତି, ଯାହା ଦ୍ୱାରା କି ହାତେ ଜାଗା ପାଇଁ, ଏ ଜାଗା ମୋର ସେ ଜାଗା ମୋର, ହାତେ ଜାଗା ପାଇଁ ସେ ଭାଇ ସର୍ବପ୍ରଥମ ସେ ଭାଇକୁ ବି ହତ୍ୟା କରିଦେବା ପାଇଁ ପଛଉନି। ହାତେ ଚାଙ୍ଖାଡେ ଜାଗା ପାଇଁ ଗୋଟେ ଭାଇକୁ ହାଣି ଦଉଛି। ଆଜ୍ଞା, ଇଏ ହଉଛି ଆମ ହିନ୍ଦୁ ଧର୍ମର, ଆମ ହିନ୍ଦୁ ମାନଙ୍କର ମାନସିକତା। ଆଉ ସେଇଥିପାଇଁ ସରକାର ଯୋଉ ନିୟମଟି କରିଛନ୍ତି ଠିକ ଅଛି। ଆଉ ଏଇଭଳି ଚିନ୍ତାଧାରା ରହିଲେ ଦିନେ ହିନ୍ଦୁ ସାରା ବିଶ୍ୱରୁ ତ ଲୁପ୍ତ ପାଇଗଲାଣି, କେବଳ ଆମ ଭାରତରେ ରହିଛି, ଆମ ଭାରତରେ ବି ଖୁବ ଶୀଘ୍ର ଲୁପ୍ତ ପାଇଯିବ, କେବଳ ଏଇ ଘଟିଆ ମାନସିକତା ଦୃଷ୍ଟିରୁ। ତେଣୁ ଆପଣ ମାନଙ୍କୁ ଗୋଟେ ରିକ୍ୱେଷ୍ଟ କରିବି, ପ୍ଲିଜ ସେ ସିନିୟର ସିଟିଜେନ ମହାଶୟଙ୍କ କଥାଟାକୁ ଏକଦମ ଦିଲ ସେ ଚିନ୍ତା କରନ୍ତୁ। ବହୁତ ବଢିଆ କଥା ପଦେ କହିଲେ। ଆଜିର ସମାଜରେ କେବଳ ସମ୍ପର୍କର ମୂଲ୍ୟ ଅଛି। ଆଜ୍ଞା, ନିଜ ଜୀବନ ଠାରୁ ଅଧିକ ମୂଲ୍ୟବାନ ଦୁନିଆରେ କିଛି ନାହିଁ। ତ ଆପଣ କଣ ପାଇଁ ହାତେ ଚାଖେଡେ ଜାଗା ପାଇଁ ନିଜ ଭିତରେ ଶତ୍ରୁତା କରୁଛନ୍ତି? ଆଜ୍ଞା, ସମ୍ପର୍କ ମୂଲ୍ୟ ବୁଝନ୍ତୁ, ଏକ ହୁଅନ୍ତୁ। ବାଂଲାଦେଶରେ ଘଟିଥିବା ଘଟଣାକୁ ତ ଆପଣ ମାନେ ଜାଣିଛନ୍ତି। ଆଜ୍ଞା, ଆପଣ ମାନେ ଯଦି ଆମ ଭିତରେ ଆମେ ଯଦି ଏକ ନ ହବା, ଆମ ଭାଇ ଭିତରେ ଯଦି ଏକ ନ ହବା, ହିନ୍ଦୁ ଭିତରେ ଯଦି ଏକ ନ ହବା, ସେଦିନ ବେଶୀ ଦିନ ନାହିଁ ଯୋଉଟା ବାଂଲାଦେଶରେ ସେ ଦୀପୁ ଚନ୍ଦ୍ର ଦାସ ସହିତ ଘଟିଲା, ସେଇଟା ଆମ ମାନଙ୍କ ସହିତ ଘଟିବ। ଆଜ୍ଞା, ତେଣୁ ମୋ କଥାଟି ଯଦି ଆପଣଙ୍କୁ ଭଲ ଲାଗିଥାଏ ଦୟାକରି ଭିଡିଓଟା ସେୟାର କରନ୍ତୁ। ବହୁତ ଭଲ ଲାଗିଲା, ଏକଦମ ପରଫେକ୍ଟ କଥା କହିଲେ। ଆଜ୍ଞା, ଆମେ ହିନ୍ଦୁ ନିଜ ଭିତରେ ଚାଙ୍ଖାଡେ ଜାଗା, ମୁଁ ନିଜେ ଦେଖିଛି, ଆମ ଗାଁରେ ମୁଁ ନିଜେ ଦେଖିଛି, କିଛି ଜାଗା ପାଇଁ ଗୋଟେ ଭାଇକୁ ହତ୍ୟା କରିଦେଲା, ହାଣିଦେଲା। ଆଜ୍ଞା, ଆଠାରୁ ଦୁଶ୍ଚିନ୍ତା ଆଉ କଣ ହେଇପାରେ? ପ୍ଲିଜ ଚିନ୍ତାଧାରା ବଦଳାନ୍ତୁ। ଆଉ ଚିନ୍ତାଧାରା ବଦଳିଲେ ହିଁ ଆମ ହିନ୍ଦୁ ଧର୍ମ ବଦଳିବ। ଆମ ହିନ୍ଦୁ ଧର୍ମ ଏକ ହେଲେ ଯାଇ ଆମ ଭାରତ ଏକ ହେଇପାରିବ। ଜୟ ଜଗନ୍ନାଥ।